ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ ନୀଳାଦ୍ରି ବିହାରୀଙ୍କ କୃପାରୁ ସମସ୍ତଙ୍କର ଜୀବନ ସୁଖ ଓ ସମୃଦ୍ଧିରେ ପୂରି ଉଠୁ। ଆମ ପୁଣ୍ୟ ପବିତ୍ର ଓଡ଼ିଶା ମାଟିର ଅଗଣିତ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ସ୍ୱାଗତ ଜଣାଇ ପ୍ରସ୍ତୁତ କରୁଛି ପୁଣି ଏକ ଭିନ୍ନ ସ୍ୱାଦର କବିତାର ଭିଡ଼ିଓ, ଯାହାର ନାମ ଜାତୀୟ ପକ୍ଷୀ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବା ଏବଂ ଅନ୍ୟମାନଙ୍କୁ ସେୟାର ମଧ୍ୟ କରିବା। ଆଉ ମୋ ଚ୍ୟାନେଲରୁ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବା। ତେବେ ପିଲାମାନେ, ସର୍ବପ୍ରଥମେ ଏହି ଜାତୀୟ ପକ୍ଷୀ କବିତାର କବିଙ୍କ ବିଷୟରେ ଅବଗତ ହେବା। ଜାତୀୟ ପକ୍ଷୀ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ, ଯାହାର କି ଆଧୁନିକ ପ୍ରଗତିଶୀଳ ଓଡ଼ିଆ ସାହିତ୍ୟ ଓ ଶିଶୁ ସାହିତ୍ୟର ଏକ ପରିଚିତ ନାମ। ସେ 1912 ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାସ୍ଥ ଚଣାହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ 1987 ମସିହା ଜୁନ୍ ମାସ 25 ତାରିଖରେ ମୃତ୍ୟୁବରଣ କରିଥିଲେ। ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ, ଅତ୍ୟାଚାର ଓ ଧର୍ମାନ୍ଧତା ବିରୋଧରେ ସେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି। ରକ୍ତଶିଖା, ଶାନ୍ତିଶିଖା, ଓଲଡ଼ା ଲୋଡ଼ା, ଅବାନ୍ତର ତାଙ୍କର ପ୍ରତିନିଧି ସ୍ଥାନୀୟ କବିତାର ସଂକଳନ। ଶେଷ ପୁସ୍ତକଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1980 ମସିହାରେ ପାଇଥିଲେ। ରୁଷ ଲେଖକ ଗର୍ଗୀଙ୍କ ମା ଉପନ୍ୟାସର ଓଡ଼ିଆ ଅନୁବାଦ କରି ସେ ସୋଭିଏତ ଦେଶ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ। କୁନ୍ମୁନ୍, ଲାଲ ଟୁକୁଟୁକୁ ସୁରୁଜଟିଏ, ସୂତ୍ରଟିଏ ସୁକୃତିର ପ୍ରଭୃତି ତାଙ୍କ ରଚିତ ଓଡ଼ିଆ ଶିଶୁ କବିତା ସଂକଳନ। ତେବେ ସଂଯୋଜିତ କବିତାଟିରେ ଜାତୀୟ ପକ୍ଷୀ ମୟୂରର ଗୁଣଗାରିମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଇଛି। କବିତାଟି ସୂତ୍ରଟିଏ ସୁକୃତିର ସଂକଳନରୁ ସଂଗୃହୀତ। ତେବେ ପିଲାମାନେ, ବର୍ତ୍ତମାନ ଜାତୀୟ ପକ୍ଷୀ କବିତାର କଠିନ ଶବ୍ଦ, ଭାବାର୍ଥ ଏବଂ କବିତାଟିକୁ ସୁନ୍ଦର ସ୍ୱରରେ ବୋଲିବା। ତେବେ ତୁମେ ଜାଣିଛ, ଆମ ଜାତୀୟ ପକ୍ଷୀ ହେଉଛି ମୟୂର। ତେଣୁ କବି ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମୟୂରର ଗୁଣଗାରିମା ଏବଂ ତାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ତେବେ ଆସ କବିତାଟିକୁ ଭଲ ଭାବରେ ଶୁଣିବା, ବୁଝିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା। ଜାତୀୟ ପକ୍ଷୀ, କବି ଅନନ୍ତ ପଟ୍ଟନାୟକ। ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା। ରହି ରହି ଶୁଭେ ଅସନି ସନ, କଦମ୍ବ କୁସୁମେ ସହୁଛି ବନ। ଶିହରଇ ମହି, ଶୀତଳ ସମୀର ଯାଉଛି ବହି। ତାହେଲେ ପିଲାମାନେ, କବିତାଟି ତ ଶୁଣିଲ। ତେବେ ବର୍ତ୍ତମାନ ଦେଖିବା ଏହି ପଦରେ ଥିବା କିଛି କଠିନ ଶବ୍ଦ। ଜଳଦ କହିଲେ ମେଘ, ରଚିଲା ଅର୍ଥାତ୍ ସୃଷ୍ଟି କଲା, ଖେଳା, ଖେଳା କହିଲେ ମେଲେଇ ହୋଇଥିବା ଖେଳ, ଅସନି କହିଲେ ବଜ୍ର ବା ଘଡ଼ଘଡ଼ି, ସ୍ୱନ କହିଲେ ପକ୍ଷୀର ଡାକ ବା ଶବ୍ଦ, କୁସୁମେ ତାର ଅର୍ଥ ହେଉଛି ଫୁଲରେ, ସହୁଛି ତାର ଅର୍ଥ ହେଉଛି ଶୋଭା ପାଉଛି, ଶିହରଇ କହିଲେ ଶିହରଣ ସୃଷ୍ଟି ହେବା ବା ଦେହ ଟାଙ୍କୁରି ଉଠିବା, ମହି କହିଲେ ପୃଥିବୀ, ସମୀର କହିଲେ ପବନ। ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ମେଳା। ତେବେ କବି ଅନନ୍ତ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି ଯେ ଆକାଶରେ ମେଘମାନଙ୍କର ମେଳା ବସିଛି, ଅର୍ଥାତ୍ ମେଘ ଗୁଡ଼ିକ ସମସ୍ତେ ଏକାଠି ଏକତ୍ରିତ ହୋଇଛନ୍ତି। ସତେ ଯେମିତି ସେମାନେ ଏକ ସଭା ବସାଇଛନ୍ତି, ଆଉ ତା ମଧ୍ୟରେ ବିଜୁଳି କନ୍ୟା ଉପସ୍ଥିତ ହୋଇ ତାର ଖେଳ ଦେଖାଉଛି, ଅର୍ଥାତ୍ କଳାହାଣ୍ଡିଆ ମେଘ ମଧ୍ୟରେ ଘଡ଼ଘଡ଼ି ସାଙ୍ଗକୁ ବିଜୁଳି ଚକଚକ୍ କରି ଦେଖାଯାଉଛି। ତେଣୁ କବି କହିଛନ୍ତି ବିଜୁଳି ତହିଁରେ ରଚିଲା ଖେଳା। ପୁଣି ରହି ରହି ଶୁଭେ ଅସନି ସନ, ଅର୍ଥାତ୍ ମଝିରେ ମଝିରେ ଘଡ଼ଘଡ଼ି ଶବ୍ଦ ଶୁଣାଯାଉଛି। ବାସ୍ତବରେ କବି ଏଠାରେ
ବର୍ଷା ଋତୁର ପ୍ରାକୃତିକ ଦୃଶ୍ୟକୁ ଅତି ସୁନ୍ଦର ତଥା ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି। ପୁଣି କଦମ୍ବ କୁସୁମେ ଶୋଭୁଛି ବନ, ଅର୍ଥାତ୍ ବଣରେ କଦମ୍ବ ଫୁଲ ଫୁଟି ବଣର ସୌନ୍ଦର୍ଯ୍ୟତାକୁ ଶୋଭାବର୍ଦ୍ଧନ କରୁଛି। ଶିହରଇ ମହି ଶୀତଳ ସମୀର ଯାଉଛି ବହି। କବି ପ୍ରାକୃତିକ ଚିତ୍ରକୁ ବର୍ଣ୍ଣନା କରି କହିଛନ୍ତି, ଧୀର ଧୀର କରି ବା ଥିରି ଥିରି କରି ଏହି ପୃଥିବୀ ପୃଷ୍ଠରେ ଶୀତଳ ସମୀର ଅର୍ଥାତ୍ ଥଣ୍ଡା ପବନ ବହୁଥିବାରୁ ଶିହରଣ ସୃଷ୍ଟି କରୁଛି। ପୃଥିବୀ ପୃଷ୍ଠରେ ବାସ କରୁଥିବା ଜୀବମାନଙ୍କର ଶରୀର ଥଣ୍ଡା ପବନରେ ଶୀତେଇ ଉଠୁଛି। ତେଣୁ କୁହାଯାଏ, ଆକାଶରେ ମେଘ ଆସିଲା ଘଟି, ବିଜୁଳି ଝଲ ସେ ଆଖି ତରାଟି, ଶୀତଳ ସମୀର ବହିଲା ଧୀରେ, କଦମ୍ବ କୁସୁମ ଫୁଟେ ସୁନ୍ଦରେ, ବଣର ଶୋଭା ଯେ ବର୍ଦ୍ଧନ ହେଲା, ପ୍ରକୃତି ଯୋଗୁଁ ଯେ ଏସବୁ ହେଲା। ତାପରେ ଯିବା ଦ୍ୱିତୀୟ ପଦକୁ। ସୁନୀଳ ଗ୍ରୀବାଟି ଢଳାଇ ଧୀରେ, ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ, ସୁଢଳ ନୟନେ ଯିମୁତେ ଦେଖି, ଛନ ଛନ ମନେ କଳା ପଟେକି, ଶିଖିଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି। ତାହେଲେ ପିଲାମାନେ ବର୍ତ୍ତମାନ ଦେଖିବା ଏହି ପଦରେ ଥିବା କିଛି କଠିନ ଶବ୍ଦ ଏବଂ ତାର ଅର୍ଥ। ଗ୍ରୀବା କହିଲେ ବେକ, ଧୀରେ କହିଲେ ଆସ୍ତେ ଆସ୍ତେ, ସୁମଞ୍ଜୁଳ ତାର ଅର୍ଥ ହେଉଛି ସୁଯୁକ୍ତ ମଞ୍ଜୁଳ ଅର୍ଥାତ୍ ସୁବିଶେଷ ଭାବରେ ଓ ମଞ୍ଜୁଳ ସୁନ୍ଦର ଅର୍ଥାତ୍ ବିଶେଷ ଭାବରେ ସୁନ୍ଦର। ତାପରେ ଚୂଳ, ଚୂଳ କହିଲେ କ'ଣ? ଅଗ୍ରଭାଗ। ଦଳାଇ କହିଲେ ହଲାଇ, ଜିମୁତ କହିଲେ ମେଘ, କଳାପ କହିଲେ ମୟୂରର ପୁଚ୍ଛ, ଶିଖି କହିଲେ ମୟୂର। ସୁନୀଳ ଗ୍ରୀବାଟି ଢଳାଇ ଧୀରେ, ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ, ସୁନୀଳ ଗ୍ରୀବାଟି ଢଳାଇ ଧୀରେ, ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ। ଯେତେବେଳେ ପ୍ରକୃତି ମଧ୍ୟରେ ମେଘମାନେ ଏକାଠି ହୋଇଛନ୍ତି, ମଝିରେ ମଝିରେ ଘଡ଼ଘଡ଼ି ଶବ୍ଦ ଶୁଭୁଛି, ବିଜୁଳି ଚକ୍ ଚକ୍ କରି ଯାଉଛି, ଚକ୍ ଚକ୍ କରି ମାରୁଛି, ଠିକ୍ ସେହି ସମୟରେ କଳା ମେଘକୁ ଦେଖି ବାହାରି ଆସିଛି। ସେ ତାର ବିଶେଷ ଭାବରେ ନୀଳ ରଙ୍ଗର ବେକକୁ ଢଳାଇ ଢଳାଇ ଆସ୍ତେ ଆସ୍ତେ ଚାଲୁଛି। କିଏ? ନା ମୟୂର। ଯାହା ଫଳରେ ତାର ମୁଣ୍ଡରେ ଥିବା ସୁନ୍ଦର ଚୂଳଟି ମଧ୍ୟ ଦୋହଲି ଯାଉଛି। ସୁଢଳ ନୟନେ ଯିମୁତେ ଦେଖି, ଛନ ଛନ ମନ କଳା ପଟେକି, ସୁଢଳ ନୟନେ ଯିମୁତେ ଦେଖି, ଛନ ଛନ ମନ କଳା ପଟେକି। ଆଉ ତା ମଧ୍ୟରେ ସେ ତାର ଢଳ ଢଳ ନୟନରେ ମେଘକୁ ଲକ୍ଷ୍ୟ କରି ଆନନ୍ଦିତ ହୋଇ ଉଠିଛି। ଆତ୍ମରେ ବିଭୋର ହୋଇ ମନଟି ତାର ଛନ ଛନ ହୋଇଛି, ଆଉ ତାର ସୁନ୍ଦର ପୁଚ୍ଛକୁ ଟେକି ଦେଇଛି। ଶିଖିଟିଏ ମାତି ଫୁଲାଇ ଦେଇଛି ଛବିଳ ଛାତି। ଆଉ ଏହି ସମୟରେ ନିଜର ବର୍ଣ୍ଣିଳ ଛାତିକୁ ଫୁଲାଇ ଦେଇ ମୟୂରଟି ଭାବ ବିହଳିତ ହୋଇ ନାଚିବାକୁ ଆରମ୍ଭ କରିଦେଇଛି। ଆଉ ସେଇଥିପାଇଁ କୁହାଯାଏ, ପବନ ବହିଲା ଧୀରେ ଧୀରେ ଧୀରେ, ମେଘ ବରଷିଲା ଛମ୍ ଛମ୍, ଗ୍ରୀବାଟି ଢଳାଇ ଚୂଳକୁ ଦୋଳାଇ, ମୟୂର ନାଚଇ ଦେଖ ଛମ୍ ଛମ୍, ମୟୂର ନାଚଇ ଦେଖ ଛମ୍ ଛମ୍। ତାପରେ ବର୍ତ୍ତମାନ ଶୁଣିବା ତୃତୀୟ ପଦରେ କବି କ'ଣ ଲେଖିଛନ୍ତି। ଖେଳାଇ ଦେହେତା ବର୍ଣ୍ଣ ତରଙ୍ଗ, ଖେଳେ ଲୁଚକାଳି କେତେ ଯେ ରଙ୍ଗ, ସତେ ହୀରା ନୀଳା
ମୋତି ଝଟକି ପୁଚ୍ଛରୁ ତାହାର ଆସେ ଚମକି। ତାରୂପ ଝଡ଼ି ସତ ସୁଷମାକୁ ଯାଉଛି ବଳି। ତାହେଲେ ବର୍ତ୍ତମାନ ପିଲାମାନେ ଦେଖିବା ଏହି ପଦରେ ଥିବା କଠିନ ଶବ୍ଦ। ତରଙ୍ଗ କହିଲେ ଢେଉ, ପୁଚ୍ଛ ଲାଞ୍ଜ, ଝଡ଼ି କହିଲେ ଚହଟି ଉଠିବା, ସତ କହିଲେ ଏକଶତ ବା 100 ସଂଖ୍ୟା, ସୁଷମା କହିଲେ ସୌନ୍ଦର୍ଯ୍ୟ, ସତ ସୁଷମା କହିଲେ ଅନେକ ସୌନ୍ଦର୍ଯ୍ୟ। ବାସ୍ତବରେ କବିଙ୍କର ବର୍ଣ୍ଣନା ଅତୁଳନୀୟ। ଏହି ପଦରେ କବି ମୟୂର ଦେହରେ ଥିବା ବର୍ଣ୍ଣଗୁଡ଼ିକ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ଖେଳାଇ ଦେହେ ତା ବର୍ଣ୍ଣ ତରଙ୍ଗ, ଖେଳେ ଲୁଚକାଳି କେତେ ଯେ ରଙ୍ଗ। ଖେଳାଇ ଦେହେ ତା ବର୍ଣ୍ଣ ତରଙ୍ଗ, ଖେଳେ ଲୁଚକାଳି କେତେ ଯେ ରଙ୍ଗ। ଅର୍ଥାତ୍ ମୟୂର କଳା ରଙ୍ଗର ମେଘକୁ ଦେଖିଲା ମାତ୍ରକେ ତା ଦେହରେ ଶିହରଣ ସୃଷ୍ଟି ହୋଇଛି, ଆତ୍ମବିଭୋର ହୋଇ ନାଚିବାକୁ ଆରମ୍ଭ କରିଛି। ଆଉ ନାଚିବା ସମୟରେ ମୟୂରର ଦେହରେ ସତେ ଯେମିତି ବର୍ଣ୍ଣଗୁଡ଼ିକର ତରଙ୍ଗ ଲୁଚକାଳି ଖେଳିଲା ପରି ମନେ ହେଉଛି। ସତେ ହୀରା ନୀଳା ମୋତି ଝଟକି ପୁଚ୍ଛରୁ ତାହାର ଆସେ ଚମକି। ମନେ ହେଉଛି ସତେ ଯେପରି ତାର ପୁଚ୍ଛରୁ ହୀରା, ନୀଳା, ମୋତି ପ୍ରଭୃତି ମୂଲ୍ୟବାନ ଦ୍ରବ୍ୟମାନ ଝଟକି ଉଠୁଛି, ଚମକି ଉଠୁଛି। ତା ରୂପ ଝଡ଼ି ସତ ସୁଷମାକୁ ଯାଉଛି ବଳି। ଅର୍ଥାତ୍ ମୟୂର ଶରୀରର ମୂଲ୍ୟବାନ ଦ୍ରବ୍ୟ ଗୁଡ଼ିକ ଝଲସି ଉଠୁଛି, ଯାହାକି ଅନ୍ୟାନ୍ୟ ଶତ ଶତ ଭିନ୍ନ ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ି ଯାଉଛି। କ'ଣ ବୁଝି ହେଉଛି ପିଲାମାନେ? ତାହେଲେ ପିଲାମାନେ ବର୍ତ୍ତମାନ ଆମେ ଚତୁର୍ଥ ପଦକୁ ଯିବା। ଏଥିରେ କବି କ'ଣ ବର୍ଣ୍ଣନା କରିଛନ୍ତି? ଯେଉଁ ଅଶନୀର ଶବଦ ଶୁଣି ପିକ ସୁକ ସାରି ହେଲେଣି ତୁନି, ଶ୍ରବଣରେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। আবেগে ও নাই, আবেগে ও নাই, স্বাগত হে ঘন উঠিলা গাই। ତାହେଲେ ବର୍ତ୍ତମାନ ଆମେ ଦେଖିବା ଏହି ପଦରେ ଥିବା କିଛି କଠିନ ଶବ୍ଦ। ଅଶନୀର ଶବଦ କହିଲେ ବଜ୍ରର ଶବ୍ଦ ବା ଘଡ଼ଘଡ଼ି। ଅଶନୀ କହିଲେ ମେଘ, ତେଣୁ ମେଘର ଶବ୍ଦକୁ ଆମେ କହିବା କ'ଣ ନା ଘଡ଼ଘଡ଼ି। ତାପରେ ଦେଖିବା ପିକ, ପିକ କହିଲେ କୋଇଲି, ଶୁକ କହିଲେ ଶୁଆ, ତୁନି କହିଲେ ଚୁପ୍ ହୋଇଯିବା, ରଚିଲା କହିଲେ ସୃଷ୍ଟି କଲା, ଷଡ଼ଜ ସ୍ୱର ସଙ୍ଗୀତରେ ବ୍ୟବହୃତ 7ଗୋଟି ଶୁଦ୍ଧ ସ୍ୱର ମଧ୍ୟରୁ ପ୍ରଥମ ସ୍ୱର, ଯାହାକୁ ସଂକ୍ଷିପ୍ତରେ ସା ବୋଲି କୁହାଯାଇଥାଏ। ଯେଉଁ ଅଶନୀର ଶବଦ ଶୁଣି ପିକ ସୁକ ସାରି ହେଲେଣି ତୁନି। ଯେଉଁ ଅଶନୀର ଶବଦ ଶୁଣି ପିକ ସୁକ ସାରି ହେଲେଣି ତୁନି। ଅର୍ଥାତ୍ ଆକାଶରେ ଯେଉଁ ବଜ୍ରର ଶବ୍ଦ ଶୁଣି ପିକକ୍ କହିଲେ କୋଇଲି, ଶୁକ ଅର୍ଥାତ୍ ଶୁଆ ଏବଂ ସାରି ପ୍ରଭୃତି ପକ୍ଷୀମାନେ ତୁନି ଅର୍ଥାତ୍ ନୀରବ ହୋଇ ଉଠିଥିଲେ। ବାସ୍ତବରେ ବଜ୍ରର ଶବ୍ଦ କି ଭୟଙ୍କର! ତାର ଶବ୍ଦ ଶୁଣିଲେ ଯେ କେବଳ କୋଇଲି, ଶୁଆ, ସାରିମାନେ ନୀରବ ହୋଇଯାଆନ୍ତି ତା ନୁହେଁ, ବରଂ ତାରି ଶବ୍ଦରେ ସାରା ଜୀବଜଗତ ନୀରବ ବା ସ୍ତବ୍ଧ ହୋଇଯାଏ। କିନ୍ତୁ ମୟୂର ପକ୍ଷୀ ପାଇଁ ଠିକ୍ ଓଲଟା। ସେ କ'ଣ କରେ ପିଲାମାନେ? ଶ୍ରବଣରେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। କିନ୍ତୁ ମୟୂର ସେହି ଶବ୍ଦକୁ କାନରେ ଶୁଣିଲା ମାତ୍ରକେ
ଷଡ଼ଜ ସ୍ୱରରେ ସଙ୍ଗୀତ ପରିବେଷଣ କରିବାକୁ ଆରମ୍ଭ କରିଦିଏ। ତାହେଲେ ପିଲାମାନେ ଏ ଷଡ଼ଜ ସ୍ୱର କଥା ତ ତୁମକୁ ମୁଁ କହିଦେଇଛି, ତଥାପି କହିଦେଉଛି ଦେଖ ଯେ ଯେଉଁ ସ୍ୱର ଶିର, ତାଳୁ, ନାସା, ଜିହ୍ୱା, ଦାନ୍ତ ଓ କଣ୍ଠରୁ ସୃଷ୍ଟି ହୋଇଥାଏ, ଏହି 6 ଗୋଟି ସ୍ଥାନରୁ ସୃଷ୍ଟି ହେଉଥିବାରୁ ତାହାକୁ ଷଡ଼ଜ ସ୍ୱର ବୋଲି କୁହାଯାଏ। କ'ଣ ବୁଝିହେଲା? ଆବେଗେ ଅନାଇ ସ୍ୱାଗତ ହେ ଘନ ଉଠିଲା ଗାଈ। ତେଣୁ ଜାତୀୟ ପକ୍ଷୀ ମୟୂର ଅତ୍ୟନ୍ତ ଭାବ ବିହଳିତ ହୋଇ ମେଘକୁ ସ୍ୱାଗତ ଜଣାଇଛି। ଆବେଗେ ଅନାଇ ସ୍ୱାଗତ ହେ ଘନ ଉଠିଲା ଗାଈ। ତେଣୁ ଯେତେବେଳେ ମୟୂର ବଜ୍ରର ଶବ୍ଦ ଶୁଣିଛି, ସେତେବେଳେ ମେଘକୁ ଚାହିଁଛି ଓ ଆବେଗ ଭରା କଣ୍ଠରେ 6ଟି ସ୍ୱରର ସମନ୍ୱୟରେ ଅର୍ଥାତ୍ ଷଡ଼ଜ ସ୍ୱରରେ ଗୀତ ଗାଇ ମେଘକୁ ସ୍ୱାଗତ ସ୍ୱାଗତ ବୋଲି କହିଛି। ତେଣୁ ପିଲାମାନେ ଆମ ବାସ୍ତବ ଜୀବନରେ ମଧ୍ୟ କେହି ଯଦି ଆମ ଘରକୁ ନୂଆ ଲୋକ ଆସନ୍ତି, ଆମେ କ'ଣ କରୁ? ସେମାନଙ୍କୁ ବନ୍ଦାପନା କରି ଗୀତ ଗାଇ ସ୍ୱାଗତ କରୁ। ଠିକ୍ ସେମିତି ଏହି ଧରାପୃଷ୍ଠକୁ ଯେତେବେଳେ ମେଘ ଆସୁଛି, ସେତେବେଳେ ମୟୂର ମଧ୍ୟ ଷଡ଼ଜ ସ୍ୱରରେ ଗୀତ ଗାଇ ତାକୁ ସ୍ୱାଗତ ଜଣାଉଛି। ତେଣୁ ମୟୂର ମେଘକୁ ସ୍ୱାଗତ ଜଣାଇବାକୁ ଯାଇ କହୁଛି, ସ୍ୱାଗତମ୍ ଶୁଭ ସ୍ୱାଗତମ୍ କରୁଛି ମେଘ ସ୍ୱାଗତମ୍। ସ୍ୱାଗତମ୍ ଶୁଭ ସ୍ୱାଗତମ୍ କରୁଛି ମେଘ ସ୍ୱାଗତମ୍। ଏଇ ଧରା ତଳେ ବରସି ଯାତୁ, ଏଇ ଧରା ତଳେ ବରସି ଯାତୁ, ପାଦରେ ନୂପୁର ନାଇ ଛମ୍ ଛମ୍। ସ୍ୱାଗତମ୍ ଶୁଭ ସ୍ୱାଗତମ୍ କରୁଛି ତତେ ମୁଁ ସ୍ୱାଗତମ୍। ସ୍ୱାଗତମ୍ ଶୁଭ ସ୍ୱାଗତମ୍ କରୁଛି ତତେ ମୁଁ ସ୍ୱାଗତମ୍। ତାପରେ ବର୍ତ୍ତମାନ ଶୁଣିବା ପରବର୍ତ୍ତୀ ପଦରେ କବି ଅନନ୍ତ ପଟ୍ଟନାୟକ କ'ଣ ବର୍ଣ୍ଣନା କରିଛନ୍ତି। ଦୂରେ ଥାଅ ପଛେ ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ। ହସି ଉଠୁ ଫୁଲେ ଲତିକା ତରୁ, ସବୁଜ ଶସ୍ୟରେ କେଦାର ଭରୁ। ଯାଉ ନିଭି ଯାଉ ନିଭି ଯାଉ, ନିଖିଳ ଜୀବନୁ ତୃଷାର ଦାଉ। ତାହେଲେ ବର୍ତ୍ତମାନ ଦେଖିବା ଏହି ପଦରେ ଥିବା କିଛି କଠିନ ଶବ୍ଦ। କୃପଣ, ଯିଏ ଖର୍ଚ୍ଚ କରିବାକୁ ସବୁବେଳେ କୁଣ୍ଠିତ ହୋଇଥାଏ, ତାକୁ କୃପଣ ବୋଲି କୁହାଯାଏ କିମ୍ବା କଞ୍ଜୁସ ବୋଲି ମଧ୍ୟ କୁହାଯାଏ। ସଲିଳ କହିଲେ ଜଳ, ଲତିକା କହିଲେ ଅଙ୍କା ବଙ୍କା ହୋଇ ମାଡ଼ୁଥିବା ଲଟା ଗଛ, ତରୁ କହିଲେ ବୃକ୍ଷ ବା ଗଛ, କେଦାର କହିଲେ କ୍ଷେତ ବା କିଆରୀ, ଭରୁ କହିଲେ ଭର୍ତ୍ତି ହୋଇ ଉଠୁ ବା ପୂର୍ଣ୍ଣ ହୋଇ ଉଠୁ, ନିଖିଳ କହିଲେ ସମଗ୍ର, ତୃଷା କହିଲେ ଶୋଷ। ଦୂରେ ଥାଅ ପଛେ ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ। ଏହି ପଦରେ ମୟୂର ମେଘକୁ ସମ୍ବୋଧନ କରି କହିଛନ୍ତି, ହେ ମୋର ପ୍ରିୟ ମେଘ, ତୁମେ ଯେତେ ଦୂରରେ ରହିଥାଅ ପଛକେ, ତୁମେ ମୋର ବନ୍ଧୁ, ତୁମେ ମୋର ଆପଣାର, ତୁମେ ଥରେ ମୋ କଥା ଟିକକ ଶୁଣ। ତେବେ ପିଲାମାନେ, ମୟୂର ମେଘକୁ ଏପରି ପ୍ରିୟ ବୋଲି ସମ୍ବୋଧନ କରିବାର କାରଣ କ'ଣ? କାରଣ ହେଉଛି, ଯେତେବେଳେ ଆକାଶରେ ମେଘକୁ ମୟୂର ଦେଖେ, ଠିକ୍ ସେତିକି ବେଳେ ମୟୂର ତାର ପୁଚ୍ଛକୁ ମେଲାଇ ଢଳି ଢଳି ନାଚିବାକୁ ଆରମ୍ଭ କରେ। କାରଣ ମେଘ ଓ ମୟୂର ମଧ୍ୟରେ ଅତି ନିବିଡ଼ ସମ୍ପର୍କ ରହିଛି। ମେଘ ତା ପାଇଁ ଅତି ଆପଣାର, ଅତି ନିଜର, ସେ ତାର ଅତି ପ୍ରିୟ। ତେଣୁ ପିଲାମାନେ, ଏଠି ମୟୂର ତାର ପ୍ରିୟ ମେଘକୁ ଲକ୍ଷ୍ୟ କରି ଗାଇ ଉଠିଛି, ପ୍ରିୟ ମୋର ଥାଅ ଯେତେ ଦୂରେ, ଶୁଣ ମୋ କଥା ଦିଅନି ବ୍ୟଥା ମୋଟିକି ମନରେ।
କୃପଣ ନ ହୋଇବ, ଜଳ ଦାନ କରିବ। କୃପଣ ନ ହୋଇବ, ଜଳ ଦାନ କରିବ। ଏହି ଧରା ପୃଷ୍ଠରେ, ଏହି ଧରା ପୃଷ୍ଠରେ, ପ୍ରିୟ ମୋର, ପ୍ରିୟ ମୋର, ଥାଅ ଯେତେ ଦୂରେ। ଶୁଣ ମୋ କଥା, ଦିଅନି ବ୍ୟଥା, ମୋ ଟିକି ମନରେ। ତେଣୁ ଆମ ଜୀବନରେ ମଧ୍ୟ ଠିକ୍ ଏମିତି ହିଁ ଘଟିଥାଏ। ଯେତେବେଳେ ଆମ ପାଖକୁ ଆମର ଅତି ପ୍ରିୟ ମଣିଷଟିଏ ଆସେ, ଆମେ ମଧ୍ୟ ଅତି ଆନନ୍ଦିତ ହୋଇ ଉଠୁ। ଖୁସିରେ ତାଳି ମାରି ନାଚି ନାଚି କହୁ, ହେଇ ମୋ ବାପା ଆସିଲେ, ମୋ ବାପା ଆସିଲେ, ମୋ ପାଇଁ ମିଠା ଆଣିଥିବେ, ମୋ ପାଇଁ ନୂଆ ଜାମା ଆଣିଥିବେ, ମୋ ପାଇଁ ଖେଳଣା ଆଣିଥିବେ। ଏହିପରି କେତେ କ'ଣ କହି ଖୁସିରେ ଆମେ ଆମ ପାଦ ଭୂଇଁରେ ଲାଗେନି। ଠିକ୍ ସେହିପରି ମୟୂର ଯେତେବେଳେ ତାର ଅତି ପ୍ରିୟ ମେଘକୁ ଦେଖେ, ଖୁସିରେ ଆତ୍ମବିଭୋର ହୋଇ କେତେ କ'ଣ ତା ମନରେ ଭାବିନିଏ। ତେଣୁ ମୟୂର କହୁଛି, ହେ ମୋର ପ୍ରିୟ, ତୁମେ ଯେତେ ଦୂରରେ ଥିଲେ ମଧ୍ୟ ତୁମେ ମୋ ପାଇଁ ଆପଣାର, ତୁମେ ମୋର ଅତି ନିଜର। ତେଣୁ ମୋ କଥା ଟିକେ ଶୁଣ। ନ ହୋଇ କୃପଣ ସଲିଳ ଦିଅ, ଅର୍ଥାତ୍ ଏହି ଧରା ପୃଷ୍ଠରେ ଥିବା ଜୀବଜଗତ ପାଇଁ ତୁମେ ଆଦୌ କୃପଣ ଅର୍ଥାତ୍ କଞ୍ଜୁସ୍ ନ ହୋଇ ସଲିଳ ଅର୍ଥାତ୍ ଜଳ ପ୍ରଦାନ କର। ହସି ଉଠୁ ଫୁଲେ ଲତିକା, ତରୁ ସବୁଜ ଶସ୍ୟରେ କେଦାର ଭରୁ। ହସି ଉଠୁ ଫୁଲେ ଲତିକା, ତରୁ ସବୁଜ ଶସ୍ୟରେ କେଦାର ଭରୁ। ଅର୍ଥାତ୍ ମୟୂର ମେଘକୁ କହୁଛି, ହେ ମୋର ପ୍ରିୟ, ତୁମେ କୃପଣ ନ ହୋଇ, କଞ୍ଜୁସ୍ ନ ହୋଇ ଜଳ ପ୍ରଦାନ କଲେ ଏହି ଧରାପୃଷ୍ଠ ଫୁଲ, ଫଳ, ଲତା, ଗଛ ସବୁ ବଞ୍ଚି ଉଠୁ ଏବଂ ବିଲମାନଙ୍କରେ ସବୁଜ ରଙ୍ଗର ଶସ୍ୟରେ ପରିପୂର୍ଣ୍ଣ ହୋଇ ଉଠୁ। ଯାଉ ନିଭି ଯାଉ ନିଖିଳ ଜୀବନୁ ତୃଷାର ଦାଉ। ପୁଣି ମୟୂର କହୁଛି କ'ଣ? ହେ ମୋର ପ୍ରିୟ ମେଘ, ତୁମରି ଆଗମନ ହେଲେ ନିଖିଳ ଅର୍ଥାତ୍ ସମଗ୍ର ସମସ୍ତଙ୍କ ଜୀବନରୁ ତୃଷା ବା ଶସର ଦାଉ ଅର୍ଥାତ୍ କଷ୍ଟ ଯେପରି ନିଭିଯାଉ ଅର୍ଥାତ୍ ଦୂରୀଭୂତ ହୋଇଯାଉ। ସମଗ୍ର ଜୀବଜଗତ ତୃଷାର କଷ୍ଟରୁ ନିସ୍ତାର ପାଇଯାଆନ୍ତୁ ବୋଲି ମୟୂର ମେଘକୁ କହିଛି। ତେଣୁ କୁହାଯାଏ, ଶୁଣ ଶୁଣ ମୋର ପ୍ରିୟ ହେ, ଶୁଣ ମୋ ନିବେଦନ, କର ତୁମେ ଜଳ ପ୍ରଦାନ, ନ ହୋଇ ଯେ କୃପଣ। ସେ ଜଳ ପାଇଣ ଜଗତେ, ତରୁଲତା ଯେ କେତେ। ସବୁଜ ଶସ୍ୟରେ ପୂରିବ, ତୃଷା ଜୀବନେ ଯେତେ। ପିଲାମାନେ ବର୍ତ୍ତମାନ ଶୁଣିବା ପରବର୍ତ୍ତୀ ପଦରେ କବି କ'ଣ ବର୍ଣ୍ଣନା କରିଛନ୍ତି। ଜଣାଇ ଏତିକି ଖୁସି ଅନ୍ତରେ, ନାଚିଲା ସେ ପୁଣି ଦ୍ରୁତ ମନ୍ଥରେ। ଦେଖି ଶୁଣି ସବୁ ଅଥୟ ମନ, ଝରାଇଲା ନୀର ଆକାଶୁ ଘନ। ପିତା ସୁଖେ, ପିତା ସୁଖେ, ଚାହିଁଲା ମୟୂର ସକଳ ମୁଖେ। ତାହେଲେ ପିଲାମାନେ ଏହି ପଦରେ ଥିବା କିଛି କଠିନ ଶବ୍ଦ, ଅନ୍ତରେ କହିଲେ ହୃଦୟରେ, ଦ୍ରୁତ ମନ୍ଥରେ କହିଲେ ଜୋରରେ ଜୋରରେ ଏବଂ ଆସ୍ତେ ଆସ୍ତେ, ଅଥୟ କହିଲେ ସ୍ଥିର ନ ହେବା। ଜଣାଇ ଏତିକି ଖୁସି ଅନ୍ତରେ, ନାଚିଲା ସେ ପୁଣି ଦ୍ରୁତ ମନ୍ଥରେ। ଏହି ପଦରେ ମୟୂର ସାରା ଜୀବଜଗତକୁ ଜଳ ପ୍ରଦାନ କରିବା ନିମନ୍ତେ ମେଘକୁ ନିବେଦନ କରିଛି। ମେଘକୁ ଗୋଟି ଗୋଟି କରି ସବୁ କଥା ଜଣାଇ ସାରିଲା ପରେ ମୟୂର ଅତି ଖୁସି ମନରେ ନାଚିଲା, ସେ ପୁଣି ଦ୍ରୁତ ମନ୍ଥରେ। ସେ କ'ଣ କରିଛି? ସେ ଅତି ଖୁସି ମନରେ କେତେବେଳେ ଜୋରରେ ତ ପୁଣି କେତେବେଳେ ମନ୍ଥର ଗତିରେ ବା ଧୀରେ ଧୀରେ ନାଚିବାକୁ ଆରମ୍ଭ କରିଛି। କାରଣ ମୟୂର ଜାଣିଛି ତାର ପ୍ରିୟ ମେଘ ତାକୁ କେବେ ହେଲେ ଠକି ଦେବ ନାହିଁ।
ସେ ନିଶ୍ଚୟ ତା ନିବେଦନ ରକ୍ଷା କରିବ। ଏହି ଧରାପୃଷ୍ଠକୁ ବର୍ଷା ଜଳରେ ଭିଜେଇ ଦେବ। ତେଣୁ ତା ଉପରେ ଭରସା ବିଶ୍ୱାସ ରଖି ଅତି ଆନନ୍ଦ ମନରେ ନାଚିବାକୁ ଆରମ୍ଭ କରିଛି। ଆଉ ସେଇଥିପାଇଁ କବି ଲେଖିଛନ୍ତି, ଜଣାଇ ଏତିକି ଖୁସି ଅନ୍ତରେ, ନାଚିଲା ସେ ପୁଣି ଦ୍ରୁତ ମନ୍ତରେ। ଦେଖି ଶୁଣି ସବୁ ଅଥୟ ମନ, ଝରାଇଲା ନୀର ଆକାଶୁ ଘନ। ଦେଖି ଶୁଣି ସବୁ ଅଥୟ ମନ, ଝରାଇଲା ନୀର ଆକାଶୁ ଘନ। ଅର୍ଥାତ୍ ମୟୂରର ଏତାଦୃଶ ନାଚ ଦେଖି, ତାର ଆକୁଳ ନିବେଦନ କଥା ଶୁଣି ମନଟି ତାର ଅଥୟ ଅର୍ଥାତ୍ ଅସ୍ଥିର ହୋଇ ଉଠିଲା। ତେବେ ପିଲାମାନେ, ଏଠାରେ କାହାର ମନ ଅଥୟ ହୋଇ ପଡ଼ିଲା? ମେଘର ମନ ଅଥୟ ହୋଇ ପଡ଼ିଲା। ତେଣୁ ମେଘ ଆଉ କାଳ ବିଳମ୍ବ ନ କରି ଅସ୍ଥିର ହୋଇ ଆକାଶ ମାର୍ଗରୁ ବର୍ଷା ଜଳ ଝରାଇବାକୁ ଲାଗିଲା। ପିଇ ତାହା ସୁଖେ, ଚାହିଁଲା ମୟୂର ସକଳ ମୁଖେ। ପିଇ ତାହା ସୁଖେ, ଚାହିଁଲା ମୟୂର ସକଳ ମୁଖେ। ଅର୍ଥାତ୍ ମେଘ ଯେତେବେଳେ ପୃଥିବୀ ପୃଷ୍ଠରେ ବର୍ଷା ଜଳ ଝରାଇଲା, ସେତେବେଳେ ମୟୂର ଅତି ଆନନ୍ଦ ମନରେ ଅତି ସୁଖରେ ଜଳକୁ ପିଇ ବା ପାନ କରି ସମସ୍ତଙ୍କର ମୁହଁକୁ ଅନାଇବାକୁ ଲାଗିଲା। ତେଣୁ କବି ଲେଖିଛନ୍ତି, ପିଇ ତାହା ସୁଖେ, ଚାହିଁଲା ମୟୂର ସକଳ ମୁଖେ। ତେଣୁ କୁହାଯାଏ, ଝିପି ଝିପି ବରଷିଲା, ମୟୂର ବି ନାଚିଲା। ଝିପି ଝିପି ବରଷିଲା, ମୟୂର ବି ନାଚିଲା। ଆନନ୍ଦ ମନରେ ଦେଖ, ଆନନ୍ଦ ମନରେ ଦେଖ, ଜଳକୁ ସେ ପିଇଲା, ଜଳକୁ ସେ ପିଇଲା। ଝିପି ଝିପି ବରଷିଲା, ମୟୂର ବି ନାଚିଲା। କ୍ଷଣେ ଥମି ଯାଇ ପ୍ରସନ୍ନ ଅତି, ଆରମ୍ଭିଲା ବୀର ସମାନ ଗତି। ଆରମ୍ଭିଲା ବୀର ସମାନ ଗତି। ପିଲାମାନେ, ଆମେ ପୂର୍ବ ପଦରେ ଜାଣିଲୁ ଯେ ମୟୂର ଦ୍ରୁତ ତଥା ମନ୍ଥର ଗତିରେ ନାଚ କରୁଥିଲା। ତେବେ ଏହି ପଦରେ ମୟୂରର ନାଚ କିଛି ସମୟ ପାଇଁ ଅଟକି ଯାଇଛି। ସେ ନାଚ ବନ୍ଦ କରିଦେଇଛି। କ୍ଷଣେ ଥମି ଯାଇ ପ୍ରସନ୍ନ ଅତି, ଅର୍ଥାତ୍ ମୟୂର କିଛି ସମୟ ପାଇଁ ଟିକିଏ ରହିଯାଇ ପୁଣି ଅତି ଖୁସିରେ କ'ଣ କଲା? ଆରମ୍ଭିଲା ବୀର ସମାନ ଗତି। ସେ ବୀର ପରି ଆଗକୁ ଆଗକୁ ମାଡ଼ି ଯିବାକୁ ଆରମ୍ଭ କଲା। ଆଉ କ'ଣ କରିଛି? ଚତୁରପଣେ ସେ ନର୍ତ୍ତନ ଛଳେ, ଅର୍ଥାତ୍ ସେ ନାଚରେ ଅତ୍ୟନ୍ତ ଚତୁରତାର ସହିତ ନୃତ୍ୟର ଛଳରେ ବା ଛଳନା କରିଛି। ଏବଂ ଖୋଜେ ବିନାଶିବ ଅରାତି ବଳେ। ତାର ଅର୍ଥ ହେଉଛି, ସେ ନୃତ୍ୟର ଛଳନା କରି ନିଜର ଅରାତି ଅର୍ଥାତ୍ ଶତ୍ରୁକୁ ନିଜ ଶକ୍ତି ବଳରେ ବିନାଶ କରିବ ବୋଲି ଖୋଜି ବୁଲିଲା। ଦେଖି ତାର ଛାଇ ବିଷଧର ଯେତେ ଲୁଚିଲେ କାହିଁ। ଦେଖି ତାର ଛାଇ ବିଷଧର ଯେତେ ଲୁଚିଲେ କାହିଁ। ତାହା ଦେଖି ଯେତେ ବିଷଧର ସାପମାନେ ସେଠାରେ ଥିଲେ, କିଏ କେଉଁଠି ଯାଇ ସବୁ ଲୁଚିଗଲେ। ଆଉ ସେଇଥିପାଇଁ କୁହାଯାଏ, ବୀର ପରି ମାଡ଼ି ଚାଲିଲା ନାଚ ଚତୁରତାରେ, ଶତ୍ରୁକୁ କରିବ ବିନାଶ ତାର ଶକତି ବଳେ। ମୟୂରର ଛାଇ ଦେଖିକି ଯିଏ ଯେଉଁଠି ଥିଲେ, ତାହା ଦେଖି ସର୍ପମାନେ ଯେ ଲୁଚି ପଳାଇ ଗଲେ। ତାହା ଦେଖି ସର୍ପମାନେ ଯେ ଲୁଚି ପଳାଇ ଗଲେ। ପରବର୍ତ୍ତୀ ପଦରେ କବି କ'ଣ ବର୍ଣ୍ଣନା କରିଛନ୍ତି, ଆସ ଶୁଣିବା। ରୂପେ ସୁକୁମାର ଗୁଣେ ସରସ, ସାଧୁ ଜନ ପ୍ରାଣେ ବୁଣେ ହରସ। ଖଳ ଜୀବ ମନେ ଆଣେ ସେ ଭୀତି, ଦେଖାଏ ତା ଆଗେ ବଡ଼ି ମାରିତି। ବିହଙ୍ଗମେ ସାର, ବିହଙ୍ଗମେ ସାର, କେଡ଼େ ରାଜକୀୟ ଭଙ୍ଗୀ ମାତାର। ତାହେଲେ ପିଲାମାନେ, ଏହି ପଦରେ ଥିବା କିଛି କଠିନ ଶବ୍ଦକୁ ଶୁଣି ନେବା। ବୁଣେ କହିଲେ ବିଚ୍ଛୁରିତ କରିବା ବା ସଞ୍ଚାର କରିବା। ଖଳ ଜୀବ କହିଲେ ଦୁଷ୍ଟ ଜୀବ ବା ଦୁଷ୍ଟ ଲୋକ।
ଭୀତି କହିଲେ ଭୟ, ରୀତି କହିଲେ ଶୈଳୀ, ବିହଙ୍ଗମେ କହିଲେ କ'ଣ? ବିହଙ୍ଗମାନଙ୍କ ମଧ୍ୟରେ ବା ପକ୍ଷୀମାନଙ୍କ ମଧ୍ୟରେ। ଭଙ୍ଗୀ କହିଲେ ଠାଣି, ଭଙ୍ଗିମା କହିଲେ ହାବଭାବ ବା ଠାଣି। କ'ଣ ବୁଝିହେଲା? ତେବେ ରୂପେ ସୁକୁମାର ଗୁଣେ ସରସ, ସାଧୁ ଜନ ପ୍ରାଣେ ବୁଣେ ହରସ। ତ ପିଲାମାନେ ଦେଖ, ଆମେ ଜାଣିଛୁ ଯେ ଗୋଟେ କଥା, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଏହି ପଦରେ କବି ଅତି ସୁନ୍ଦର ଭାବରେ ମୟୂରର ସୌନ୍ଦର୍ଯ୍ୟତାକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ରୂପେ ସୁକୁମାର ଗୁଣେ ସରସ। ବାସ୍ତବରେ ମୟୂରର ରୂପ ଅତ୍ୟନ୍ତ ସୁନ୍ଦର, ଅତି ମନୋହର, ଯାହାକୁ କି ଭାଷାରେ ମଧ୍ୟ ବର୍ଣ୍ଣନା କରାଯାଇପାରିବ ନାହିଁ। ଆଉ ଗୁଣରେ ହେଉଛନ୍ତି ସେ ଅତି ସରସ। ସାଧୁ ଜନ ପ୍ରାଣେ ବୁଣେ ହରସ। ଆଉ ସେହି ରୂପ ଗୁଣର କାରଣରୁ ସାଧୁ ଲୋକମାନଙ୍କ ମନରେ ହରସ ଅର୍ଥାତ୍ ଆନନ୍ଦ ବୁଣି ଦେଇଥାଏ, ଆନନ୍ଦ ଆଣି ଦେଇଥାଏ। ଖଡ଼ ଜୀବ ମନେ ଆଣେ ସେ ଭୀତି, ଖଡ଼ ଜୀବ ମନେ ଆଣେ ସେ ଭୀତି। ଆଉ ସେଇ ସୁନ୍ଦର ରୂପ ମଧ୍ୟରେ ଲୁଚି ରହିଥାଏ ଆଉ ଏକ ଭିନ୍ନ ରୂପ। ସେଇ ଭିନ୍ନ ରୂପ ମାଧ୍ୟମରେ ଖଡ଼ଜୀବ ଅର୍ଥାତ୍ ଦୁଷ୍ଟ ଜୀବ ବା ଦୁଷ୍ଟ ଲୋକମାନଙ୍କ ନିକଟରେ ସେ ନିଜର ବଡ଼ିମା ଦେଖାଇ ସେମାନଙ୍କ ମନରେ ଭୀତି ଅର୍ଥାତ୍ ଭୟ ସଞ୍ଚାର କରିଥାଏ। ତାକୁ ଦେଖିଲେ ଖଡ଼ ପ୍ରକୃତିର ଲୋକମାନଙ୍କର ମନରେ ଭୟର ବାତାବରଣ ଖେଳିଯାଏ। ବିହଙ୍ଗମେ ସାର କେଡ଼େ ରାଜକୀୟ ଭଙ୍ଗୀ ମାତାର। ବିହଙ୍ଗମେ ସାର କେଡ଼େ ରାଜକୀୟ ଭଙ୍ଗୀ ମାତାର। ତେଣୁ ମୟୂରର ଭଙ୍ଗୀ ଅତ୍ୟନ୍ତ ରାଜକୀୟ ହୋଇଥିବାରୁ ସେ ବୋଧେ ସେହି କାରଣରୁ ସମସ୍ତ ପକ୍ଷୀମାନଙ୍କ ମଧ୍ୟରେ ସାର ବା ଶ୍ରେଷ୍ଠ ପକ୍ଷୀ ବୋଲି ବିବେଚିତ ହୋଇଥାଏ। ବାସ୍ତବରେ ଏହି ପୃଥିବୀ ପୃଷ୍ଠରେ ଭଗବାନଙ୍କର ସୃଷ୍ଟି ହେଉଛି ଅପୂର୍ବ। ସେ ମୟୂରର ଶରୀରରେ କି ରୂପ ଦେଇଛନ୍ତି, କି ଗୁଣ ଦେଇଛନ୍ତି। ସେ ରୂପରେ ସୁକୁମାର, ଗୁଣରେ ସରସ, ପୁଣି ସେହି ରୂପରେ ତାଙ୍କୁ ଗଢ଼ି ତୋଳିଛନ୍ତି ଭୟଙ୍କର ରୂପ। ଯେଉଁ ରୂପ ଦେଖିଲେ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାରିତ ହୁଏ, ପୁଣି ସେହି ରୂପ ଦେଖି ସାଧୁ ବ୍ୟକ୍ତିମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଏ। ଆଉ ସେଇଥିପାଇଁ କୁହାଯାଏ, ରୂପେ ସୁକୁମାର ପୁଣି ଗୁଣରେ ସରସ, ବିଧାତା ଗଢ଼ିଛି ଦେଇ ହାତର ପରଶ। ସେ ଗୁଣରେ ହରି ନିଏ ସାଧୁ ଜନ ପ୍ରାଣ, ଦୁଷ୍ଟ ଜୀବଙ୍କର ପୁଣି ନିୟଇ ଜୀବନ। ବଡ଼ି ମାଜେ ଧନ୍ୟ ତାର, ବିହଙ୍ଗମେ ଅଟେ ସାର। ରାଜକୀୟ ଠାଣିରେ ସେ କିଣେ ସଂସାର, ରାଜକୀୟ ଠାଣିରେ ସେ କିଣେ ସଂସାର। ତାହେଲେ ପିଲାମାନେ ବର୍ତ୍ତମାନ ଶୁଣିବା এই ଜାତୀୟ ପକ୍ଷୀ କବିତାର ଶେଷ ପଦରେ କବି ଅନନ୍ତ ପଟ୍ଟନାୟକ କ'ଣ ବର୍ଣ୍ଣନା କରିଛନ୍ତି? ଭାରତର ଯେତେ ଗୁଣ ଗରବ, ସାହସ ଶକତି ମୈତ୍ରୀ ବିଭବ, ନୃତ୍ୟ ଗୀତ ଶିଳ୍ପ ରୂପ ଅତୁଳ, ସତେ ତାହାଠାରେ ହୋଇଛି ଠୁଳ। ସେଥିପାଇଁ କିବା ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା। ତାହେଲେ ପିଲାମାନେ ବର୍ତ୍ତମାନ ଦେଖିବା ଏହି ପଦରେ ଥିବା କିଛି କଠିନ ଶବ୍ଦ। ଗୌରବ, ଗୌରବ ହେଉଛି ପଦ୍ୟ ରୂପ, ତେବେ ଏହାର ଗଦ୍ୟ ରୂପରେ ହେବ କ'ଣ? ଗର୍ବ। ତାର ଅର୍ଥ ହେଉଛି ଅହଂଭାବ। ଶକତି, ଏଇଟା ହେଉଛି ତୁମର ପଦ୍ୟ ରୂପ, ଏହାର ଗଦ୍ୟ ରୂପରେ ହେବ କ'ଣ? ଶକ୍ତି। ଅତୁଳ, ତାର ଅର୍ଥ ହେଉଛି ଯାହା ତୁଳନା କରି ହେବ ନାହିଁ। ପ୍ରତିଭା କହିଲେ ଗୁଣ ବା ଯେଉଁ ଅସାଧାରଣ ବୁଦ୍ଧିକୁ ସମସ୍ତେ ସାଦରେ ଗ୍ରହଣ କରିଥାନ୍ତି, ତାହା ହେଉଛି ପ୍ରତିଭା।
ତେବେ ପିଲାମାନେ ବର୍ତ୍ତମାନ ତାର ଭାବାର୍ଥ ବୁଝିବା। ଭାରତର ଯେତେ ଗୁଣ ଗୌରବ, ସାହସ ଶକତି ମୈତ୍ରୀ ବିଭବ। କଥାରେ କହନ୍ତି, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ, ଅର୍ଥାତ୍ ଯାହା ଭାରତ ମଧ୍ୟରେ ନାହିଁ ତାହା ସାରା ଜଗତ ମଧ୍ୟରେ ମିଳିବ ନାହିଁ। ପୁଣି କୁହାଯାଏ, ଯାହା ଅଛି ଭାରତରେ ତାହା ନାହିଁ ସାରା ଜଗତରେ। କବି ଏଠାରେ ଠିକ୍ ସେଇ କଥାକୁ ଆଧାର କରି ମୟୂରର ଉଦାହରଣ ଦେଇ କହିଛନ୍ତି ଯେ, ଆମ ଭାରତ ବର୍ଷର ଯେଉଁ ସବୁ ଗୁଣ, ଯେଉଁ ସବୁ ଗୌରବ ରହିଛି ତାହା ଅନ୍ୟ ଦେଶରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଆମ ଦେଶର ଗୁଣ ଗୌରବ, ସାହସ ଶକ୍ତି ମୈତ୍ରୀ ଏସବୁ ମୟୂର ନିକଟରେ କେବଳ ଦେଖିବାକୁ ମିଳିଥାଏ। ନୃତ୍ୟ ଗୀତ ଶିଳ୍ପ ରୂପ ଅତୁଳ, ସତେ ତାହାଠାରେ ଠୁଳ ହୋଇଛି। ନୃତ୍ୟ ଗୀତ ଶିଳ୍ପ ରୂପ ଅତୁଳ, ସତେ ତାହାଠାରେ ହୋଇଛି ଠୁଳ। ଆମ ଦେଶର ନୃତ୍ୟ ଗୀତ ଶିଳ୍ପ ଓ ରୂପ ଆଦି ସମସ୍ତ ଅତୁଳନୀୟ ବିଭବ ବା ସମ୍ପଦ ସଦୃଶ୍ୟ ଜାତୀୟ ଗୁଣମାନ ସତେ ଯେପରି ମୟୂରଠାରେ ହିଁ ଏକତ୍ରିତ ହୋଇଛି। ସେଥିପାଇଁ କିବା ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା। କବି କହିଛନ୍ତି, ବୋଧେ ମୟୂର ନିକଟରେ ଏତେ ସବୁ ଅତୁଳନୀୟ ଗୁଣ ଗାରିମା ପ୍ରତିଭା ଏକତ୍ରିତ ହୋଇ ରହିଥିବା କାରଣରୁ ମୟୂର ଆମ ଦେଶରେ ଜାତୀୟ ପକ୍ଷୀର ମାନ୍ୟତା ଲାଭ କରିଛି। ତେଣୁ ମୟୂର ହେଉଛି ଆମ ଦେଶ ଜାତିର ପ୍ରତିଭା, ଗର୍ବ ଏବଂ ଗୌରବ ମଧ୍ୟ। ସେ ହେଉଛି ଆମ ଭାରତର ଜାତୀୟ ପକ୍ଷୀ। ସେ ହେଉଛି ଆମ ଭାରତର ଜାତୀୟ ପକ୍ଷୀ। ତେଣୁ ଯଥାର୍ଥରେ କୁହାଯାଏ, ମୟୂର ଆମ ଗୌରବ, ଆମରି ଜାତିର ସାକ୍ଷୀ। ମୟୂର ଆମ ଗୌରବ, ଆମରି ଜାତିର ସାକ୍ଷୀ। ସେ ଆମ ଆଭାସ, ସେ ଆମ ସାହସ, ସେ ଆମ ଆଭାସ, ସେ ଆମ ସାହସ। ଅଟେ ଆମ ସମ୍ପଦ, ଆମ ଜାତୀୟ ପକ୍ଷୀ। ଅଟେ ଆମ ସମ୍ପଦ, ଆମ ଜାତୀୟ ପକ୍ଷୀ। ମୟୂର ଆମ ଶକତି, ମୈତ୍ରୀ ଆମରି ଶିଖି। ମୟୂର ଆମ ଶକତି, ମୈତ୍ରୀ ଆମରି ଶିଖି। ଜାତୀୟ ଗୁଣରେ ନାହିଁ ତା ତୁଳନା, ଜାତୀୟ ଗୁଣରେ ନାହିଁ ତା ତୁଳନା। ଅଟେ ଆମ ବିଭବ, ଆମ ଜାତୀୟ ପକ୍ଷୀ। ଅଟେ ଆମ ବିଭବ, ଆମ ଜାତୀୟ ପକ୍ଷୀ। ଅଟେ ଆମ ବିଭବ, ଆମ ଜାତୀୟ ପକ୍ଷୀ। ତେବେ ପିଲାମାନେ, ଆଜି ତୁମକୁ ଶୁଣାଇ ଶୁଣାଇ ବହୁତ ଶୁଣାଇ ଦେଲି। ଆଉ ଶୁଣାଇବା ମଧ୍ୟରେ ଜାତୀୟ ପକ୍ଷୀ ପାଠଟିର ଶିକ୍ଷାଦାନ ମଧ୍ୟ ସାରି ଦେଇଛି। ଶିକ୍ଷାଦାନର ଶୈଳୀ କିପରି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବ। ତେବେ ଆଜି ପାଇଁ ରହୁଛି। ଜୟ ହିନ୍ଦ, ଜୟ ଓଡ଼ିଶା, ଜୟ ଶିକ୍ଷା।